दिन भितर आप देखिए किसी पारे एत बड़ रत्नभंडार ये गोटे खेल घर ना कौन एमाने गोटे घर खोलिए कभी रहा पचर से सब नुह ये मिनिमम 3 मास लगे पूरा तर्जमा पूरा भद्र खोला खोली जो 9 दिन भितर सरकार कले भल कथा ସେଇଟା କରିକି ଆମେ ନାହିଁ କରୁନୁ। ରତ୍ନଭଣ୍ଡାର ଆମ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନଭଣ୍ଡାର ଯେଉଁ ସ୍ୱର ଆଜି ଉଠୁଛି ମୁଁ କେବେଠୁ ଏ ବିଷୟ ସରକାରଙ୍କ ଅବଗତ ନିମନ୍ତେ କହିଛି ପ୍ରଶାସନକୁ କହିଛି କାହିଁକି ଅନ୍ୟ କଥା କିଛି ନୁହଁ। ଆପଣ ଦେଖନ୍ତୁ ମହାପ୍ରଭୁଙ୍କର ଯୁଗ ଯୁଗ ଆସି କୋଉଠି ପହଞ୍ଚିଲାଣି କିନ୍ତୁ ରତ୍ନଭଣ୍ଡାର ଏମାନେ ଖୋଲୁନାହାନ୍ତି କିଛି କାରଣ ନାହିଁ। ଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିଲେ ମହାପ୍ରଭୁ ପିନ୍ଧନ୍ତେ ତାଙ୍କ ଗହଣା ପିନ୍ଧିବେ ରତ୍ନଭଣ୍ଡାର କଣ ଅଛି ଆଉ ନାହିଁ। ଦେଖନ୍ତୁ ଅନ୍ୟ କଥା ମୁଁ କହୁଛୁ ପାଣି ପଡ଼ିକି ସବୁ ନଷ୍ଟ ହେଇଗଲାଣି। ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନଭଣ୍ଡାର କାନ୍ଥ ଫାଡ଼ି ମୁଁ ଯାହା କହିଲି ଆପଣ ଦେଖନ୍ତୁ ଏବେ ସେ କହୁଛି ଯେ ହଁ ପାଣି ପଡ଼ିକି ନଷ୍ଟ ହେଇଗଲାଣି ନଷ୍ଟ ପୁରା ଫାଟିକି ନଷ୍ଟ ହେଇଗଲାଣି ସବୁ ଭାଙ୍ଗି ଭୁଙ୍ଗି ଆପଣ ଦେଖିବେ। ଏଇ ଯେଉଁ ଆମର ଜଷ୍ଟିସ୍ ଅଜିତ ବାବୁ ଆସିଥିଲେ ଅଜିତ ପ୍ରସାଦ ଆସିଲେ ଦେଖନ୍ତୁ ସେ କଣ କହିବେ ପାଣି ପଡ଼ି ନଷ୍ଟ ହେଇଗଲାଣି। ଜଗନ୍ନାଥ ମହାପ୍ରଭୁ ପିନ୍ଧି ପାରୁନାହାନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଯାନିଯାତ୍ରା ହେଉଛି ମୁଁ କହିଥିଲି ମହାପ୍ରଭୁ ସବୁ ଥୁଆ ହେଇଛି ଜଗନ୍ନାଥ କିନ୍ତୁ ନିଜେ ଭଗବାନ ପିନ୍ଧି ପାରୁନାହାନ୍ତି ଯାହା ପାଇଁ ସବୁ କିଛି ଥୁଆ ହେଇଛି ତାଙ୍କର କେତେ ମାଳି କେତେ କଣ କେତେ ଇଏ ସବୁ ଥୁଆ ହେଇଛି ବେଶଭୂଷା ରଘୁନାଥ ବେଶ ହେଇଥିଲା ମହାପ୍ରଭୁ ଥୁଆ ଜଗନ୍ନାଥ ପିନ୍ଧି ପାରୁନାହାନ୍ତି। ସେ ଯୋଡ଼ିଏ ମାଳି ସେ ଯୋଡ଼ିଏ ହାତରେ ଗୋଟେ କିରୀଟି ପାଦ ଏଇ କଣ କଥା ସେ ରତ୍ନଭଣ୍ଡାରକୁ ସ୍ୱତନ୍ତ୍ର ଖୋଲିକି କଣ ଅଛି ସେଇଟା ପବ୍ଲିକ ଜାଣନ୍ତୁ ପବ୍ଲିକ ଜାଣିଲେ ଜାଣିବେ ଯେ ହଁ ଏହା ଅଛି ଏହା ନ ଅଛି ସବୁ ଜିନିଷ ତ ପବ୍ଲିକ ଜାଣୁଛନ୍ତି କଣ ନ ଜାଣୁଛି ନା ଲୁକାୟିତ କିଛି ଅଛି। ମନ୍ଦିରରେ ସୋରିଷ ଫୁଟିଲେ ସେଟା ବାହାରେ ଲୋକ ଜାଣୁଛନ୍ତି ହେଲେ ଲୁଚାଚର କଣ ଅଛି। ରତ୍ନଭଣ୍ଡାରଟା ସ୍ୱତନ୍ତ୍ର ଭାବେ ଯଦି ଆମର ଜଷ୍ଟିସ୍ ମହାଶୟ ଆମର ଖୋଲୁଛନ୍ତି ତାଙ୍କୁ ବି ଅନୁରୋଧ କରିବି ସ୍ୱତନ୍ତ୍ର ଭାବେ ଦେଖନ୍ତୁ। ଅଜିତ ବାବୁ ଭଲ ଲୋକ ପୁରୁଣା ଲୋକ ଏବଂ ଜଗନ୍ନାଥ ପ୍ରେମୀ ଲୋକ ଜଗନ୍ନାଥ ଭକ୍ତ ସିଏ ପ୍ରତ୍ୟେକ ରଥରେ ଅଜିତ ପ୍ରସାଦ ଆସନ୍ତି ତାଙ୍କର ମନ୍ଦିର ଉପରେ ବହୁତ ଅଭିଜ୍ଞତା ଅଛି ସେ ଦେଖନ୍ତୁ ସେ ରତ୍ନଭଣ୍ଡାରଟାକୁ ନିହାତି ପକ୍ଷେ ଭଲ ମାନେ ଖୋଲାଖୋଲି କରି ପ୍ରଭୁଙ୍କର ଯଦି କିଛି ଜିନିଷ ନାହିଁ କଣ ନାହିଁ ଭକ୍ତ କୁଢ଼େଇ ଦେଇଯିବେ ସେ ଯୋଉ ମୁଁ କହୁଛି ମନ୍ଦିରର ସ୍ୱତନ୍ତ୍ର ରତ୍ନଭଣ୍ଡାର ମରାମତି ହଉ ରତ୍ନଭଣ୍ଡାର ଅନ୍ୟ ଜାଗାକୁ ସିଫ୍ଟ କରି ରତ୍ନଭଣ୍ଡାର ପୁରା ମରାମତି କରି ପୁରା ଭାଙ୍ଗି ସୁନ୍ଦର ଭାବେ କରିଦିଅନ୍ତୁ ଯେମିତି ମନ୍ଦିର ବାହାର ମନ୍ଦିର ପରିକ୍ରମା କଲେ ପ୍ରକଳ୍ପ କଲେ ରତ୍ନଭଣ୍ଡାର ସେଇଆ ହଉ। ରତ୍ନଭଣ୍ଡାର ମାନେ କଣ ଜଗନ୍ନାଥଙ୍କର ସବୁ ସୁନା ଅଳଙ୍କାର ହୀରା ନୀଳା ମୋତି ମାଣିକ ସୁରକ୍ଷିତ ରହିବ ସେଥିଯୋଗୁଁ ରତ୍ନଭଣ୍ଡାର ପ୍ରଭୁଙ୍କ ପାଖରେ ଅଛି। ଲୋକନାଥ ମହାପ୍ରଭୁ ତାକୁ ଜଗିଛନ୍ତି ପ୍ରଭୁଙ୍କ ପାଖରେ ଅଛି ତାକୁ ଦେଖିବା ଉଚିତ କରିବା ଦରକାର ନ କଲେ ଆମେ କଣ କହିବା ଆମେ ରାଜନୀତି କରୁଛେ ଆମେ କହିବା ମହାପ୍ରଭୁଙ୍କ ଖୋଲା ହଉ ତାକୁ ମହାପ୍ରଭୁ ଯାତ୍ରାରେ ମହାପ୍ରଭୁ ନିଜେ ପ୍ରଭୁ ପିନ୍ଧନ୍ତୁ ଏଇଟା ଆନନ୍ଦ କଥା ଆଉ କଣ କରିପାରିବା। ଜୟ ଜଗନ୍ନାଥ। ଅସମ୍ଭବ 9 ଦିନ ଭିତରେ ଆପଣ ଦେଖିବେ କିଛି ହେଇପାରିବନି ଏତେ ବଡ଼ ରତ୍ନଭଣ୍ଡାର ये गोटे खेल घर ना कौन एमाने गोटे घर खोलिए कभी रहा पचर से सब नुह ये मिनिमम 3 मास लगे पूरा तर्जमा पूरा भद्र खोला खोली जो 9 दिन भितर सरकार कले भल कथा ସେଇଟା କରିକି ଆମେ ନାହିଁ କରୁନୁ। ये बहुत भितर केते जिनिस अच्छी गणति हम मणति हम से सुरक्षित जगह रखा हम है कथा ये चलती पुणी चलतब पुणी बंद हम पुणी चलतब ये गोटे प्रहसन चलती सब गोटे लोक रत्नभंडार खोल जाऊ जगन्नाथ महाप्रभु जानिजात्रा विभिन्न रकम अलंकार पिंधतु जे आम पूरा सार्ट पिंधु आउ पिंधु कि जगन्नाथ से अलंकार प्रत्येक बार धुआई करके पिंधुंट गोटे बहुत नुआ जिनस कौन अच्छी कौन अच्छी आम जाना जे रत्नभंडार आम या अच्छी या भाईला या न भाईला कि नहीं कि अच्छी देखा पड़े से देखो पब्लिक जोटी डिक्लेयर हो जो ठाकुर पाखे जहाँ लोक मैंने भक्त मंडी दौरान आनिकी महाप्रभु को जगन्नाथ किए नदब जगतनाथ जगन्नाथ मालिक सी समय चाहिए आम प्रभु दबू बोलिका से जो देखा जाऊ कौन सरकार कर जय जगन्नाथ।
ସେଇଟା ଭାଇ ମୁଁ କହିପାରିବି ସତ କଥା। ସେଇଟା ଗଣତି ହେଲେ ଜଣାପଡ଼ିବ ଅଛି କି ନ ଅଛି। କିନ୍ତୁ ମୁଁ ଏତିକି ଜାଣିଛି ତା ଦେହରେ ପାଣି ପଡ଼ି ନଷ୍ଟ ହେଇଯାଇଛି। ପାଣି ବର୍ଷା ହଉଛି ତା ଭିତରେ ପାଣି ପଡୁଛି, ବହୁତ ପାଣି ପଡୁଛି। ବର୍ଷା ପାଣି ବେଳେ ନିଶ୍ଚୟ ନଷ୍ଟ ହବ। ତେଣୁ ଆପଣମାନଙ୍କ ମିଡିଆ ମାଧ୍ୟମରେ ମୁଁ ସବୁବେଳେ କହି ଆସିଛି, ଆଜି ବି କହୁଛି, ଜଗନ୍ନାଥ କରନ୍ତୁ ସୁରକ୍ଷିତ ଭାବେ ସବୁ ଜିନିଷ ଥାଉ, ସୁରୁଖୁରୁରେ ଜିନିଷ କାମ ବି ହେଇଯାଉ ଏବଂ ପବ୍ଲିକର ଲୋଚନକୁ ଆସୁ ଯେ ହଁ ଏଇ ଜିନିଷ ଅଛି ଏଇଟା ନାହିଁ। ସମସ୍ତେ ଦେଖନ୍ତୁ, ଜଗନ୍ନାଥ ପ୍ରେମୀ ମନରେ ବି ଖୁସି ହେବ, ଆନନ୍ଦ ହେବ। ଆଉ ଅଜିତ ପ୍ରସାଦ ବି ଆମର ପୁରୁଣା ଲୋକ, ସେ ମହାଶୟ ଅତି ଭଦ୍ର ଲୋକ, ପୁରୁଣା ଲୋକ, ତାଙ୍କର ମାର୍ଫତ ହେଲେ ଭଲ ହେଲା। ଯାହା ସେ ବି ଦେଖିବି ଆନନ୍ଦ ହେବ ଯେ ହଁ ସେ ଆମେ ବି ମନର ସାଟିସ୍ଫ୍ୟାକ୍ସନ୍ ଆସିବ ଯେ ଯାହା ଅଜିତ ବାବୁ ଦେଖିକି ସବୁ କଲେ ଭଲ ହୁଅନ୍ତା। ଜୟ ଜଗନ୍ନାଥ। ଯଦି ମୁଁ ସରକାରଙ୍କୁ କହୁଛି, ଯଦି ରତ୍ନଭଣ୍ଡାର ଖୋଲା ହେଲା ସମ୍ପୂର୍ଣ୍ଣ କାମ ସମାପ୍ତି ଯାଇ ରହୁ, ଅଧା ପନ୍ଥିରେ କାମ ନ ହଉ। ଯଦି ଖୋଲା ହେଲା ସେ ଚାଲୁ, କାମ ବନ୍ଦ ନ ହଉ, ପୁରା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଭାବେ କାମ ସମାପନ କରାଯାଉ। ଆଉ ଆପଣ ଗୋଟେ ଘର ଖୋଲିବେ କହିଦେଇକି ବନ୍ଦ କରିବେ, ପୁଣି ଆଉ 5 ବର୍ଷକୁ 3 ବର୍ଷକୁ ଚାଲିଛି, ମହାପ୍ରଭୁ ଚାଲିଛି। ପୁରା କାମ ହଉ, ମାସେ ଲାଗୁ 2 ମାସ ଲାଗୁ, ଯାହା ହଉ କାମ ସୁରକ୍ଷିତ ଭାବେ ସମାପନ ହଉ।